ଶ୍ରୀରାମ କଟକ ଦଙ୍ଗାର 6 ଜଣ ଦଙ୍ଗାକାରୀ ମୁସଲମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଯୋଉମାନଙ୍କର ନାଁ ହଉଛି ଅବ୍ଦୁଲ ସିରାଜ, ସଇଦ ଖାନ, ଏମଡି ଜୈनुल, ଏମଡି ସାହିଲ, ସରଫରାଜ ଖାନ ଆଉ ୱାସିମ ଖାନ। ଦେଖନ୍ତୁ ଏମାନଙ୍କ ଫଟୋ। ହଁ, ଆପଣ ଫଟୋ ଦେଖି ଏମାନଙ୍କୁ ଚିହ୍ନି ପାରିବେନି କାହିଁକି ମୁହଁକୁ ଜାଲି ଜାଲି କରିଦିଆଯାଇଛି। କିନ୍ତୁ ଯୋଉ ସିକ୍ୟୁରିଟି ଗାର୍ଡ ପ୍ରଦୀପ ସାହୁ ଆଉ ଯୋଉ ଫଟୋଗ୍ରାଫର ବିକାଶ ଗିରଫ ହେଇଥିଲେ କଣ ପାଇଁ ନା ସୋସିଆଲ ମିଡିଆରେ କଣ ଟିକେ ଲେଖି ଦେଇଥିଲେ ସେମାନେ ଦଙ୍ଗା ଉସ୍କଉଥିଲେ ବୋଲି ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ମୁହଁ ତ ସ୍ପଷ୍ଟ ଦେଖେଇଥିଲେ, ମାନେ ଯିଏ ଦଙ୍ଗା କରିବ ତା ମୁହଁକୁ ଜାଲି ଜାଲି କରିଦିଆଯିବ, କିନ୍ତୁ ଯିଏ ସେ ଉପରେ କଣ ଟିକେ ଲେଖିଦବ ତା ଘର ଦ୍ୱାର ଠିକଣା ମୁହଁ ସମସ୍ତେ ଦେଖିବେ। ଇଏ ହଉଛି ଆମର ପୋଲିସ ଆଉ ପ୍ରଶାସନ ଆଉ ନ୍ୟୁଜ ଚ୍ୟାନେଲ ମାନଙ୍କର ନିରପେକ୍ଷତା। ନାଇଁ କିଛି କୁହନ୍ତୁନି, କାଳେ କଣ ଅସୁବିଧା ହେଇଯିବ। କାହିଁକି ମୁଁ ସତରେ କହିଦେଲି ଯେ ମୁସଲମାନ ମାନେ ପଥର ମାଡ଼ କରିଥିଲେ, ଯୋଉଟା କୋଉ ନ୍ୟୁଜ ଚ୍ୟାନେଲ ବାଲା କହୁନଥିଲେ। ସେଇଥିପାଇଁ ଏବେ ଲ ଡିପାର୍ଟମେଣ୍ଟ ଫେସବୁକ କୁ ନୋଟିସ କରିଛି, ବୋଧେ ଫେସବୁକ ରୁ ମତେ ନୋଟିସ ଆସିଛି ଯେ ମୋର ସେ ଭିଡିଓଟା ଆଉ ଭାରତରେ କେହି ଦେଖିପାରିବେନି। ଇଏ ହଉଛି ଆମ ଭାରତର ସ୍ୱାଧୀନତା, ଫ୍ରିଡମ ଅଫ ସ୍ପିଚ। ବାକି ଆପଣ ବୁଦ୍ଧିମାନ। ଜୟ ଶ୍ରୀ